ରାକେଶ କୁ ନିଜ ବିଷୟରେ କନଫେନ୍ସ କରିବାକୁ ଚେଷ୍ଟା କଲା। ପରଦିନ ସକାଳୁ ଡିପାର୍ଟମେଣ୍ଟକୁ ଯାଇ ପ୍ରଥମେ ରାକେଶ ସହ ଦେଖା କରିବାକୁ ଗାର୍ଡେନକୁ ଜଣକ ହାତରେ ଡକେଇ ପଠେଇଲା। ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ଚ୍ୟାନେଲ ରାକେଶ କ୍ରିଏସନ୍। ଅଳ୍ପ ଦିନର ସାଥୀ ପାର୍ଟ 2। ରାକେଶ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା। କିଛି ସମୟ ପାଇଁ ନୀରବ ହୋଇଗଲା। ବିଶ୍ୱାସ କରିପାରିଲାନି ନିଜକୁ। ଦୌଡ଼ି ଦୌଡ଼ି ଯାଇ କଲେଜ ଗାର୍ଡେନରେ ପହଞ୍ଚି ଦେଖିଲା ଅତି ଲାଜୁଆ ମୁହଁରେ ଠିଆ ହୋଇଛି କଳ୍ପନା। ପାଖକୁ ଯାଇ ପଚାରିଲା, କ'ଣ କହୁଥିଲ? କଳ୍ପନା ଏପଟ ସେପଟ ଚାହିଁଲା। ଦେଖିଲା କେହି କୁଆଡ଼େ ନାହାନ୍ତି। ଦୁଇ ହାତକୁ ଆସ୍ତେ ଆସ୍ତେ ମୁହଁ ପାଖକୁ ନେଲା। ଅତି କ୍ଷୀଣ କଣ୍ଠରେ କହିଲା, ସରି। ମୁରୁକି ହସି ଦେଇ ରାକେଶ କହିଲା, ଏଥିରେ ସରି କହିବାରେ କ'ଣ ଅଛି? ବାସ୍। ତାପରେ ଆସ୍ତେ ଆସ୍ତେ ଦୁହେଁ କଥା ହେଲେ। ନିଜର ଭୁଲ ବୁଝାମଣା ଦୂର ହୋଇଗଲା। ଦୁହେଁ ଦୁହିଁଙ୍କ ବିଷୟରେ ଆଲୋଚନା କଲେ। ନିଜ କଥା, ନିଜ ପରିବାର କଥା, ଏମିତି କେତେ କ'ଣ ହଜିଗଲେ କଥାରେ। କଥା ହଉ ହଉ ପାଖାପାଖି 1.5 ଘଣ୍ଟା ହୋଇଗଲାଣି। 2ଟି ପିରିୟଡ଼ ସରିଗଲାଣି। ୟା ଭିତରେ ଲଞ୍ଚ ଟାଇମ୍ ହୋଇଗଲାଣି କେତେବେଳେ କେହି ଜାଣିପାରିଲେ ନାହିଁ। ସାଙ୍ଗମାନେ ଡାକିବାରୁ ଫେରି ଆସିଥିଲେ। ସେଦିନ ପରଠୁ ଦୁହେଁ ଦୁହିଁଙ୍କ ଭଲ ବନ୍ଧୁ ହୋଇଗଲେ। ସେଦିନ ରାତିରେ କାହା ଆଖିରେ ନିଦ ନାହିଁ। ଅଥଳ ସାଗର ଢେଉ ଭଳି ଦୁହିଁଙ୍କ ଆଖିରେ ସ୍ୱପ୍ନଗୁଡ଼ିକ ଲହଡ଼ି ଭାଙ୍ଗୁଥାନ୍ତି। ବାକି ଥିବା କଥା ସବୁ ରାତିରେ ଫୋନରେ ହେଲେ। ନୂଆ ନୂଆ ଦେଖାର ଅନୁଭୂତି ତାଜା ତାଜା ଲାଗୁଥାଏ। ମନେ ମନେ ହସୁଥାନ୍ତି ସେମାନେ। ଆପଣରୁ ତମେ ସମ୍ବୋଧନ କରିବାକୁ ଲାଗିଥିଲେ। ମାତ୍ର 24 ଘଣ୍ଟା। ରାତିରେ କଥା ହଉ ହଉ ଭୁଲି ଯାଇଛନ୍ତି ଖାଇବା କଥା। ଉଭୟ ନିଜ ନିଜ ହଷ୍ଟେଲ ଛାତ ଉପରେ ହାତରେ ଖଣ୍ଡେ ମଶା ଧୂପ ଧରି କଥା ହେବାରେ ବ୍ୟସ୍ତ। ହଷ୍ଟେଲରେ ସକାଳୁ ଉଠିବା ବେଲ୍ ବାଜିବାରୁ ଦୁହେଁ ଜାଣିଲେ ଯେ ସକାଳ ହୋଇଗଲାଣି। ପୁଣି ନିତିଦିନିଆ କାମ ସବୁ କରିବାକୁ ପଡ଼ିବ। ଅଳ୍ପ ହସି ସେଇଠି ରଖିଦେଇଥିଲେ ଫୋନ୍। ସକାଳୁ ନିଦୁଆ ନିଦୁଆ ଆଖିରେ ପୁଣି ଯାଇଥିଲେ ପାଠ ପଢ଼ିବାକୁ। ଦୁହେଁ ଦୁହିଁଙ୍କ ଆଖିକୁ ଆଖି ମିଶେଇବାକୁ ବି କେହି ସାହସ କରିପାରିଲେ ନାହିଁ। ସେଦିନ କ୍ଲାସରେ ସମସ୍ତେ ପାଠ ପଢ଼ୁଥିବା ବେଳେ ଉଭୟଙ୍କୁ କଣେଇ କଣେଇ ଚାହିଁ ହସୁଥିଲେ। ଏହିଭଳି ସବୁଦିନ ହସ ଖୁସିରେ ଚାଲି ଆସୁଥିଲା। ସମୟ ପାଇଲେ ପାଖରେ ଥିବା ବନ୍ଦରର ପ୍ରାନ୍ତରେ ବୁଲି ଆସନ୍ତି। ଅସରନ୍ତି ବାଲୁକା ବକ୍ଷରୁ ତୋଳି ଧରନ୍ତି ନିଜ ଅନୁଭବକୁ। ସାଗର ବୁକୁରେ ସ୍ୱପ୍ନ ସବୁ ଉଙ୍କି ମାରୁଥାଏ। କେବଳ ବନ୍ଦର କାହିଁକି, ପାଖରେ ଥିବା ସମସ୍ତ ମନ୍ଦିରକୁ ଟିକିଏ ସମୟ ମିଳିଲେ ବୁଲିବାକୁ ଚାଲି ଯାଆନ୍ତି। କିଛି ଜିନିଷ କିଣିବାକୁ ଥିଲେ ବ୍ରହ୍ମପୁର ଯାଇକି କିଣି ଆଣନ୍ତି। ଏମିତି ଛାଇ ଆଲୁଅର ଖେଳ ଭିତରେ କେତେବେଳେ ଦୁହେଁ ବନ୍ଧୁତ୍ୱକୁ ପାଶୋରି ଭଲ ପାଇବାରେ ବାନ୍ଧି ହୋଇସାରିଛନ୍ତି ତାହା ଭଗବାନଙ୍କୁ ଜଣା। ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ବୋଲି କହି ନାହାନ୍ତି, କିନ୍ତୁ କିଛି କ୍ଷଣ ପାଇଁ ହେଉ କେହି କାହାକୁ ଛାଡ଼ି ରହିପାରନ୍ତି ନାହିଁ।